ଓଡ଼ିଶାରେ ଦୋଳ ପୂର୍ଣ୍ଣିମା ବା ହୋଲି ସମୟରେ ରାଧାକୃଷ୍ଣଙ୍କର ବିମାନ ଯାତ୍ରା ଏକ ପବିତ୍ର ଓ ପାରମ୍ପରିକ ଉତ୍ସବ। ପୁରପଲ୍ଲୀରେ ଦୋଳ ପୂର୍ଣ୍ଣିମା ଉତ୍ସବମୁଖର ପରିବେଶ ସୃଷ୍ଟି କରିଥାଏ। ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହିତ ଏକ ସୁସଜ୍ଜିତ ବିମାନ ବା କାଠ ପାଲିଙ୍କିରେ ବସାଇ ସାହି ସାହି ବୁଲାଯାଏ। ଏହାକୁ ଦୋଳ ମେଲଣ କୁହାଯାଏ। ଭଗବାନ ଘରେ ଘରେ ବୁଲି ଭୋଗ ଖାଇବେ। ଭଗବାନଙ୍କ ବିମାନ ଯେତେବେଳେ ଲୋକଙ୍କ ଦୁଆରକୁ ଆସେ, ଭଗବାନଙ୍କୁ ବୋହୁଥିବା ସେବକମାନଙ୍କର ଗୋଡ଼ ହଳଦୀ ପାଣିରେ ଧୁଆଯାଏ। ଘଣ୍ଟ, ଶଙ୍ଖ ଏବଂ ହୁଳହୁଳିରେ ଏକ ଆଧ୍ୟାତ୍ମିକ ପରିବେଶରେ ରାଧାକୃଷ୍ଣଙ୍କୁ ଫଗୁ ଅର୍ପଣ କରନ୍ତି ଓ ଭୋଗ ଲଗାନ୍ତି। ଭକ୍ତମାନେ ଆନନ୍ଦରେ ଭଜନ କୀର୍ତ୍ତନ କରନ୍ତି। ରାଧାକୃଷ୍ଣଙ୍କର ଜୟଗାନ କରନ୍ତି। ଭଗବାନଙ୍କୁ ଫଗୁ ଅର୍ପଣ ପରେ ଲୋକମାନେ ବିଭିନ୍ନ ପ୍ରକାର ରଙ୍ଗରେ ହୋଲି ଖେଳନ୍ତି। ଛୋଟମାନେ ବଡ଼ମାନଙ୍କ ପାଦରେ ଫଗୁ ଦେଇ ଆଶୀର୍ବାଦ ନିଅନ୍ତି। ଯୁବକ ଯୁବତୀମାନେ ଡିଜେ ଲଗେଇ ନାଚି ନାଚି ହୋଲି ଖେଳନ୍ତି ଓ ପରସ୍ପରକୁ ହାପି ହୋଲିର ଶୁଭେଚ୍ଛା ଜଣାନ୍ତି। ହୋଲି ହେଉଛି ରଙ୍ଗ, ଆନନ୍ଦ ଓ ଭାଇଚାରାର ପର୍ବ।